ଶରଣାଗତ ଦିନାଥଂ ପରିତ୍ରାଣଂ ପରାୟଣେ ସର୍ବସାତେ ଘରେ ଦେବୀ ମା ଶାରଦେ ଦେବୀ ନମସ୍ତୁତେ। ଜୟ ମା ଶାରଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆଉ ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ କାମନା ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଆପଣ ଘରେ ଠାକୁର ପୂଜା କରୁଛନ୍ତି। ପୂଜା କରିବା ସମୟରେ କେଉଁ ସଂକେତ ଆସିଲେ ଜାଣିବେ ଏହା ଶୁଭ ଏହା ଅଶୁଭ। ଠାକୁରଙ୍କର ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରୁ ଧାର ଧାର ଲୁହ ଲିଗିଡେ ଜାଣିବେ ଏହା ଅତ୍ୟନ୍ତ ଶୁଭଦାୟକ। କାହିଁକି ନା ଆପଣଙ୍କର ଠାକୁରଙ୍କ ପାଖରେ ଏକାଗ୍ରତାଟା ଠିକ ରହିଛି ବୋଲି ଜାଣିପାରିବେ। ଆପଣ ସବୁ କିଛି ଭୁଲି ଯାଇ ଠାକୁରଙ୍କ ନିକଟରେ ସମର୍ପଣ ଭାବ ଯେତେବେଳେ ଆମେ ହେଇଯିବା ସେହି ସମୟରେ ଆମ ଆଖିରୁ ଲୁହ ଆସିଯାଏ। ଏହା ହେଉଛି ଅତ୍ୟନ୍ତ ଶୁଭଦାୟକ। ଆପଣ ଇଏ ପୂଜା କରୁଛନ୍ତି। ପୂଜା କରିବା ସମୟରେ ଅନେକ ଲୋକଙ୍କୁ ନିଦ ଆସିଯାଏ, ହାଇ ମାରନ୍ତି। ଏହା ହେଉଛି ଅଶୁଭ ସଂକେତ। କାରଣ ଆପଣ ବହୁତ ଶୀଘ୍ର ଉଠି ଯାଇଛନ୍ତି, ଉଠିବାର ଅଭ୍ୟାସ ନାହିଁ। ଆପଣ ଉଠି ପଡ଼ିଛନ୍ତି କିନ୍ତୁ ନିଦ୍ରା ଲାଗୁଛି, ଆଳସ ଲାଗୁଛି, ଆପଣ ଆଖି ମୁଦି ହେଇ ପଡୁଛି, ହାଇ ଆସୁଛି। ଏହା ହେଉଛି ଅଶୁଭ ସଂକେତ। ପୂଜା କରିବା ସମୟରେ ଯଦି ଆପଣଙ୍କର ଛିଙ୍କ ଆସିଗଲା, ଛିଙ୍କି ଦେଲେ ଆପଣ ସାଙ୍ଗେ ସାଙ୍ଗେ ଯାଇ ମୁହଁ ଟିକି ଧୋଇଦେବେ, ନାକ ଧୋଇଦେବେ। ତାପରେ ଆସି ଇଏ ପୂଜାରେ ବସି ମନ୍ତ୍ରପାଠ କରିବେ ବା ସ୍ତୁତି କରନ୍ତୁ, ଧ୍ୟାନ କରନ୍ତୁ। ତାପରେ କଲେ ଏହା ଶୁଭଦାୟକ ହୁଏ। ପୂଜା କରିବା ସମୟରେ ଦେଖିବେ ଠାକୁରଙ୍କ ମସ୍ତକ ଉପରୁ ଫୁଲ ଖସିଗଲା, ତାଙ୍କ କୋଳରୁ ଫୁଲ ଖସିଗଲା। ଆପଣ ଇଏ ମନ୍ଦିରକୁ ଯାଇଛନ୍ତି, ମନ୍ଦିରରେ ଇଏ ପୂଜା ସମୟରେ ଠାକୁରଙ୍କର ଦେହରୁ ଯଦି ଫୁଲ ଖସିଗଲା ଏହା ଜାଣିବେ ଯେ ଅତ୍ୟନ୍ତ ଇଏ ଶୁଭଦାୟକ। ଏବଂ ସେ ଫୁଲଟିକି ଆପଣ ଆଣିବେ ନିଜର ଯେଉଁଠି ଟଙ୍କା ପଇସା ରଖୁଛନ୍ତି ସେଇ ଜାଗାରେ ରଖିଲେ ଏହା ଧନ ବଢ଼େ। ଆପଣ କୌଣସି ଜାଗାକୁ ଯଦି ଇଏ ଯାଉଛନ୍ତି, ଇଏ ଯାତ୍ରା କରୁଛନ୍ତି, ସେଇ ଫୁଲଟିକି ନେଇକି ଗଲେ ଆପଣଙ୍କର ଅନେକ ଶୁଭଦାୟକ ମଧ୍ୟ ବି ହବ। ଏବଂ ପୂଜା କରିବା ସମୟରେ ଯଦି ଦେଖିବେ ବତୀଟି ବହୁତ ଜୋର ଜଳି ଉଠିଲା, ଧୂପକାଠି ବହୁତ ଜୋର ଜଳି ଉଠି ଧୂଆଁ ଆସିଲା, ଏହା ଶୁଭଦାୟକ। ଏହା ଅତ୍ୟନ୍ତ ଶୁଭଦାୟକ ବୋଲି ଜାଣିପାରିବେ। ଏବଂ ଅନେକ ସମୟରେ ଆଳତି କରୁଥିବା ବା ପୂଜା ସମୟରେ ବତୀଟି ଲିଭିଗଲା, ଆପଣଙ୍କ ମନରେ ଅନେକ ଅଶୁଭ ସଂକେତ ମଧ୍ୟ ବି ଆସିବ। ଏହା ହିଁ ସତ୍ୟ। କିନ୍ତୁ ସେ ବତୀକୁ ଧୋଇବେ, ଘିଅକୁ ଫିଙ୍ଗିଦେବେ ଏବଂ ସେଇ ପୋଡ଼ା ସଳିତାକୁ ଫିଙ୍ଗିଦେବେ। ପୁଣି ନୂଆ ସଳିତା ପକେଇବେ, ଘିଅ ଦେଇ ସେ ବତୀକି ଲଗେଇଲେ ଆପଣଙ୍କର ଶୁଭଦାୟକ ହବ। ଏଇ ଥିଲା ମୋର ନୀତିବାଣୀର ଏ ନିର୍ଯାସ କଥା। ଆଜିକାର ଅନୁଚିନ୍ତା, ଘର ଆଗରେ କେତେବେଳେ ଶୁଖିଲା ଗଛ ଆଜ୍ଞା ରଖିବେନି, ଏହା ଅଶୁଭଦାୟକ। ଘର ଆଗରେ କୌଣସି ଶୁଖିଲା ଗଛ ବା ଇଏ ମଲା ଗଛକୁ ଇଏ ରଖନ୍ତୁନି, ତାକୁ ଉପାଡ଼ି ଫିଙ୍ଗି ଦିଅନ୍ତୁ।
ଆପଣଙ୍କ ପାଇଁ ଶୁଭଦାୟକ ହବ। ଏଇ ଥିଲା ମୋର ନୀତିବାଣୀ ଅନୁଚିନ୍ତାର ଇଏ ନିର୍ଯାସ କଥା। ଆପଣମାନଙ୍କୁ ଯଦି ମୋ କଥା ଭଲ ଲାଗିଥିବ, ଆପଣଙ୍କ ଜୀବନ ଧନ୍ୟ ହେଇଯିବ। ଏତିକି କହି ମୋର ଏଇ ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।